ବାରଟା ରାତିରେ ମୋତେ ଡାକିକିରି ବସେଇଦେଲା। ମୁଁ ପୁରା ଚମକି ପଡ଼ିଲି। କାହିଁକି କ'ଣ ଚମକି ପଡ଼ିଲି ଏଇଟା ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଜାଣିପାରିବେ। ତ ତା ପରଦିନ ହେଇଗଲା। ଆଉ ମୁଁ ମାଛ ଟିକେ ଆଣିଥିଲି। ମାଛରେ ଆଣିଥିଲି ରୋହି ମାଛ ବେସର କରିବି ବୋଲିକା। ଏଇଠି ମୁଁ ବେସର ପାଇଁ ସବୁ ରେଡ଼ି କରିଦେଇଛି। ଆଉ ବେସରର ରେସିପି ଆପଣମାନଙ୍କ ସାଙ୍ଗରେ କିଛି ମୁଁ ସେୟାର କରିନି। ତ ଏଇଠି ମୋର ଏଇନା ରୋହି ମାଛ ଭଜାଟା ବସେଇ ଦେଇଛି। ଭଜା ହେଇଗଲେ ଏଇଠି ରୋଷେଇଟା କରିବି। ଗରମ ଯୋଗୁରୁ ମୋତେ ଜଲ୍ଦି ଜଲ୍ଦି ରୋଷେଇ ସାରିବାକୁ ପଡ଼ୁଛି। ତ ଏଇଠି ମୋର ରୋଷେଇ ଆସି ଅଲରେଡ଼ି ସରିଲାଣି। ଆଜି ରୋଷେଇରେ ହିଁ ଆଜି ରୋହି ମାଛର ସୋରିଷ ଝୋଳ ଆଉ ମୁଗ ଡାଲି ହେଇଯାଇଛି। ଆଉ ଭାତ ଆମ୍ବ ଅଛି ଖାଇବୁ। କାହିଁକି ମୋତେ 12ଟା ରାତିରେ ଜିନୁ ଡାକିଥିଲା ଏଇଟା ଆପଣମାନଙ୍କ ସାଙ୍ଗରେ ମୁଁ ତ ସେୟାର କରିବି। ତ ମୋର ଥିଲା ଏପ୍ରିଲ 29 ତାରିଖର ମ୍ୟାରେଜ୍ ଆନିଭର୍ସରୀ। କିନ୍ତୁ ତା ବାବା ଥିଲେ ମୁଁ ସେଇଟା ସେଲିବ୍ରେସନ୍ କରେ, ନଥିଲେ ମୁଁ କିଛି କରେନି। ତ ଯେହେତୁ ଏ ବର୍ଷ ନାହାନ୍ତି, ଛୁଟି ମିଳିଲାନି ଇଲେକ୍ସନ୍ ଯୋଗୁରୁ, ତେଣୁ ସିଏ ଆଉ ଆସିପାରିଲେନି। ଜିନୁ କ'ଣ କରିଛି ତା ପୂର୍ବଦିନ ମୋତେ ନ କହି ଗୋଟେ କେକ୍ଟା ସେ ବନେଇ ଦେଇଛି। ଆଉ ମୋତେ 12ଟା ସାଢ଼େ 12ଟା ରାତିରେ ଡାକ ପକେଇଛି ତା ବାବାଙ୍କ ପାଖକୁ ଭିଡ଼ିଓ କଲ୍ କରି। ମାମା ଜଲ୍ଦି ଉଠ। ମୁଁ ଚମକିକିରି ଉଠିକିରି ବସି ପଡ଼ିଛି। ମୁଁ କହିଲି କ'ଣ ହେଲା ନା ଜଲ୍ଦି ଉଠ। ମୁଁ ବି ତାକୁ ମଧ୍ୟ କେତେ ଗାଳି କଲି, ମାନେ ଏତେ ଏମିତି କାହିଁକି ଡାକିଲୁ, ମୁଁ ଡରିଗଲି। ତ ଏଇଠି କେକ୍ ଟେ କରିଥିଲା, କେକ୍ ଟେ କାଟିଦେଲା। ତା ବାବା ମୋତେ ଭିଡ଼ିଓ କଲ୍ କରିଥିଲେ। ଏଇଠି ମୋତେ ବହୁତ ଖୁସି ଲାଗିଲା। ଥ୍ୟାଙ୍କ ୟୁ ପିଲାମାନଙ୍କର ଖୁସି ଦେଖିକିରି।